ଚିଲିକାର ସେଇ ଯୋଉ ଶାନ୍ତ ପାଣି ତା ଭିତରେ କୁଆଡ଼େ ଗୋଟେ ବହୁତ ଗଭୀର ଆଉ ଭୟଙ୍କର ରହସ୍ୟ ଲୁଚି ରହିଛି। ଆସନ୍ତୁ ଆଜି ସେଇ କିମ୍ବଦନ୍ତୀ ବିଷୟରେ କଥା ହେବା। ଗୋଟେ ଏମିତି କାହାଣୀ ଯାହା ଆଜି ବି ରାତିରେ ସେ ରାସ୍ତାରେ ଯାଉଥିବା ଲୋକଙ୍କ ଛାତି ଥରାଇ ଦିଏ। ଭାବି ଦେଖନ୍ତୁ ଟିକେ, ରାତି ଅଧା, ଚାରିଆଡ଼େ ସୁନସାନ, ରାସ୍ତା ପୁରା ଖାମଖାଁ କରୁଛି। ଏମିତି ଅନ୍ଧାର ଆଉ ଏମିତି ନୀରବତା ଯେମିତିକି ନିଜ ହୃଦୟର ଧକ୍ଧକ୍ ଶବ୍ଦ ବି କାନରେ ବାଜୁଛି। ଆଉ ଠିକ୍ ଏମିତି ଗୋଟେ ସମୟରେ, ଏମିତି ଗୋଟେ ଜାଗାରେ ଯଦି କେହି ଜଣେ ଅଜଣା ଲୋକ ହାତ ଦେଖେଇ ଲିଫ୍ଟ ମାଗେ, ତାହେଲେ କ'ଣ କରିବା କଥା? ଗାଡ଼ି ଅଟକେଇବାଟା କ'ଣ ଠିକ୍ ହବ? ତେବେ ଚାଲନ୍ତୁ ସିଧା ସେହି କାହାଣୀ ଭିତରକୁ ଯିବା। ଏଇଟା ଖାଲି ଗୋଟେ ଗପ ନୁହେଁ, ବରଂ ଚିଲିକା କୂଳର ସେହି ବରକୂଳ ସାତପଡ଼ା ରାସ୍ତାରେ ଯାଆସ କରୁଥିବା ଲୋକଙ୍କ ପାଇଁ ଏକ ପ୍ରକାର ଭୟଙ୍କର ଚେତାବନୀ। ଆଉ ଜାଣିଛନ୍ତି ସବୁଠୁ ଆଶ୍ଚର୍ଯ୍ୟ କଥା କ'ଣ? ଏଟା କୌଣସି ଗୋଟିଏ ଦିନର ଘଟଣା ନୁହେଁ। ଏମିତି ଲାଗେ ଯେମିତି ଗୋଟେ ପରେ ଗୋଟେ ଘଟଣା ଘଟି ଚାଲିଥିଲା। ଦେଖନ୍ତୁ, ପ୍ରଥମେ 2016 ମସିହାରେ କିଛି ବାଇକ୍ବାଲା ଏମିତି କିଛି ଅଜବ ଅନୁଭୂତି ବିଷୟରେ କହିଲେ। ତାପରେ 2017ରେ ଆହୁରି ଅଧିକ ଲୋକ ଠିକ୍ ସେଇ ଏକା କଥା କହିବାକୁ ଲାଗିଲେ। ଆଉ 2018 ଆସୁ ଆସୁ ଏ କାହାଣୀଟା ପୁରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟି ଯାଇଥିଲା। କାହାଣୀରେ କୁହାଯାଏ କି ଏଇ ଯୋଉ ଦେଖା ହେବା କଥା, ଏଇଟା ସାଧାରଣତଃ ରାତି 11:30 ପରେ ହିଁ ହୁଏ। ତେବେ ଆସନ୍ତୁ ଜାଣିବା ସେ ରହସ୍ୟମୟୀ ଜଣକ କିଏ ଆଉ କେମିତି ଦେଖାଯାଆନ୍ତି। ହଠାତ୍ ସେଇ କିଟିମିଟି ଅନ୍ଧାର ଭିତରେ ରାସ୍ତା କଡ଼ରେ ଜଣେ ଯୁବତୀ ଛିଡ଼ା ହୋଇଥିବାର ନଜର ଆସନ୍ତି। ପିନ୍ଧିଥାନ୍ତି ଗୋଟେ ସାଧା ଧଳା ସାର୍ଟ, ଆଉ ତାଙ୍କର ଲମ୍ବା କେସ୍। ସେଗୁଡ଼ାକ ତାଙ୍କ ମୁହଁକୁ ଏମିତି ଭାବେ ଘୋଡ଼େଇକି ରଖିଥାଏ ଯେ ତାଙ୍କୁ ଚିହ୍ନିବା ଏକ ପ୍ରକାର ଅସମ୍ଭବ। ଆଉ ଗୋଟେ ଅଜବ କଥା ବି ଥାଏ, ତାଙ୍କ ପାଦରେ ଚପଲ ନଥାଏ, ବିଲକୁଲ ଖାଲି ପାଦରେ ସେ ଛିଡ଼ା ହୋଇଥାନ୍ତି। ସେ ବେଶୀ କିଛି କୁହନ୍ତିନି, ବହୁତ ଧୀରା ଆଉ କୋମଳ ସ୍ୱରରେ ଖାଲି ଗୋଟିଏ କଥା ପଚାରନ୍ତି, ମୋତେ ଅଳ୍ପ ଆଗକୁ ଛାଡ଼ିଦେବେ? ଆଉ ଶୁଣିଲେ ଯିଏ କେହି ବି ତାଙ୍କୁ କୋଉ ଗାଁର ଜଣେ ଅସହାୟ ମହିଳା ଭାବି ସାହାଯ୍ୟ କରିବା ପାଇଁ ରାଜି ହୋଇଯାଏ। କିନ୍ତୁ ସେଇ ସାହାଯ୍ୟ କରିବାର କିଛି ସମୟ ପରେ ହିଁ ଆରମ୍ଭ ହୁଏ ପ୍ରକୃତ ଭୟ। ଆଉ ଠିକ୍ ଏଇଠୁ କାହାଣୀଟା ପୁରା ବଦଳିଯାଏ। ଏହାପରେ ଯାହା ହୁଏ ଶୁଣିଲେ ଦେହଟା ସତରେ ଶୀତେଇ ଉଠିବ। ଦେଖନ୍ତୁ କ'ଣ ହୁଏ। ପ୍ରଥମେ ଗାଡ଼ିଟା ହଠାତ୍ ଏତେ ଓଜନିଆ ଲାଗେ ଯେମିତି ଲାଗିବ ଇଞ୍ଜିନ୍ଟା ବୋଧେ ବନ୍ଦ ହୋଇଯିବ। ତାପରେ ଗାଡ଼ି ଚଲାଉଥିବା ଲୋକର ବେକ ପାଖରେ କିଏ ଯେମିତି ବରଫ ଭଳି ଥଣ୍ଡା ନିଶ୍ୱାସ ଛାଡ଼ୁଛି। ଆଉ ସବୁଠୁ ବଡ଼ କଥା, ଯେତେବେଳେ କିଛି ପଚାରିବା ପାଇଁ ପଛକୁ ବୁଲି ଚାହାନ୍ତି, ସେପଟୁ କେବଳ ଶୁଭେ ଭୟଙ୍କର ନୀରବତା, ଆଉ କିଛି ନୁହେଁ। କିଛି ଲୋକ ତଥାପି ସାହସ କରି ପଛକୁ ବୁଲି ଦେଖିଲେ, କିନ୍ତୁ ସେମାନେ ଯାହା ଦେଖିଲେ ସେଥିରେ ତାଙ୍କର ହୋସ୍ ଉଡ଼ିଗଲା। ସେମାନେ ଦେଖିଲେ ପଛ ସିଟ୍ଟା ପୂରାପୂରି ଖାଲି, ସେଠି କେହି ବି ନାହାନ୍ତି। ହେଲେ ସବୁଠୁ ଡର ଲାଗିବା କଥାଟା କ'ଣ ଜାଣନ୍ତି? ସେ ଯୁବତୀ ଜଣକ ଦେଖା ନଗଲେ ବି ଗାଡ଼ି ଉପରେ ସେଇ ଯୋଉ ପ୍ରଚଣ୍ଡ ଓଜନ, ସେଟା କିନ୍ତୁ ସେମିତି ହିଁ ଥାଏ। ଏମିତି ବି ଶୁଣାଯାଏ ଯେ ଜଣେ ଅଟୋବାଲା ତ ଡରରେ ରାସ୍ତା ଉପରେ ବେହୁସ୍ ହୋଇପଡ଼ିଥିଲେ। ଗାଁ ଲୋକ ଯେତେବେଳେ ତାଙ୍କୁ ଉଦ୍ଧାର କଲେ, ତାଙ୍କ ଦେହରେ ପ୍ରବଳ ଜ୍ୱର, ଆଉ ସେ ପାଟିରୁ ଖାଲି ଗୋଟିଏ କଥା ବାହାରୁଥିଲା, ସେ ଗାଡ଼ିରେ ଥିଲା, ତା ପାଦ ମାଟିରେ ଲାଗୁନଥିଲା। ତେବେ ପ୍ରଶ୍ନ ଉଠୁଛି, ଏ କାହାଣୀ ପଛରେ କାରଣଟା କ'ଣ ହୋଇପାରେ? ସେଠାକାର ଲୋକଙ୍କ କହିବା ଅନୁସାରେ ଏହା ପଛରେ ଗୋଟେ ବହୁତ ଦୁଃଖଭରା କାହାଣୀ ଲୁଚି ରହିଛି। କୁହାଯାଏ ବହୁ ବର୍ଷ ତଳେ ଜଣେ ଯୁବତୀଙ୍କୁ ତାଙ୍କ ଇଚ୍ଛା ବିରୁଦ୍ଧରେ ବାହା କରିଦିଆଗଲା। ନିଜର ସେ ନୂଆ ଜୀବନରୁ ମୁକୁଳିବା ପାଇଁ ସେ ପଳି ଆସିବାକୁ ଚେଷ୍ଟା କରୁଥିଲେ, କିନ୍ତୁ ଶେଷରେ ସେ ଦୁଃଖରେ ଚିଲିକା ହ୍ରଦକୁ ଡେଇଁ ଆତ୍ମହତ୍ୟା କଲେ। ଆଉ ସବୁଠୁ ଦୁଃଖର କଥା, ତାଙ୍କ ଶବ ଆଉ କେବେ ମିଳିଲା ନାହିଁ। ଆସନ୍ତୁ ଏବେ ଦେଖିବା ଏହି କିମ୍ବଦନ୍ତୀ ଆଜିର ଦିନରେ କେମିତି ଲୋକଙ୍କ ଜୀବନ ସହ ଯୋଡ଼ି ହୋଇ ରହିଛି। କାରଣ ଏଇଟା ଏବେ ଖାଲି ଗୋଟେ କାହାଣୀ ହୋଇ ରହିନି, ଏଇଟା ସେଠାକାର ଲୋକଙ୍କ ପାଇଁ ଏକ ପ୍ରକାର ନିୟମରେ ପରିଣତ ହୋଇଗଲାଣି। ଏ କାହାଣୀର ଡର ଲୋକଙ୍କ ମନରେ ଏତେ ବସିଯାଇଛି ଯେ ସେମାନେ ନିଜକୁ ବଞ୍ଚେଇବା ପାଇଁ କିଛି ନିୟମ ମାନି ଚଳନ୍ତି। ଯେମିତିକି ରାତିରେ କୌଣସି ଅଜଣା ଲୋକଙ୍କ ପାଇଁ ଗାଡ଼ି ଅଟକାନ୍ତିନି, ରାତି ଅଧ ପରେ ସେ ରାସ୍ତାରେ କେହି ଏକୁଟିଆ ଯିବାକୁ ସାହସ କରନ୍ତିନି। ଏମିତିକି ଅନେକ ଟ୍ରକ୍ରେ ଦେଖିବାକୁ ମିଳିବ, ସୁରକ୍ଷା ପାଇଁ ସେମାନେ ଲେମ୍ବୁ ଲଙ୍କା ଝୁଲେଇଥାନ୍ତି। ଆଉ କିଛି ଡ୍ରାଇଭର ତ ସେ ରାସ୍ତା ଦେଇ ଯିବା ଆଗରୁ ପାଖ ହନୁମାନ ମନ୍ଦିରରେ ମୁଣ୍ଡିଆ ମାରିବାକୁ କେବେ ବି ଭୁଲନ୍ତି ନାହିଁ। ଆଉ ସବୁଠୁ ବଡ଼ କଥା କ'ଣ ଜାଣନ୍ତି? ସ୍ଥାନୀୟ ଲୋକେ ଏମିତି ବି କହନ୍ତି ଯେ ରାତିରେ ପୁଲିସର ପାଟ୍ରୋଲିଂ ଗାଡ଼ି ବି ସେ ରାସ୍ତାରେ ଅଟକିବାକୁ ଭଲ ପାଏନା। ଏଥୁ ହିଁ ଅନ୍ଦାଜ ଲଗେଇ ହେବ ଯେ ଏହି କିମ୍ବଦନ୍ତୀର ପ୍ରଭାବ କେତେ। ତେବେ ଏଇ ପୁରା କାହାଣୀ ଶେଷରେ ଗୋଟେ ପ୍ରଶ୍ନ ଛାଡ଼ି ଯାଉଛି। ଯଦି ସେ ଆତ୍ମା ଆଜି ବି ସତରେ କେବଳ ସାହାଯ୍ୟ ଖୋଜୁଥାଏ, ତାହେଲେ ତାକୁ କ'ଣ କହିବା? ଏକ ଭୟଙ୍କର ବିପଦ, ନା ଦୟାର ପାତ୍ର ହୋଇଥିବା ଏକ ଅତୃପ୍ତ ଆତ୍ମା?
ଏହି କିମ୍ବଦନ୍ତୀ ପଛରେ ପ୍ରକୃତ ସତ କ'ଣ ତାହା କିଏ କହିବ?